ଚଳିତ ବର୍ଷ ଖରିଫ ଚାଷ ପାଇଁ ପାଣି ସାଜିଛି ବାଧକ। କେବେ ବର୍ଷା ହେଉଛି ତ କେବେ ପାଗ ଶୁଖିଲା, ବିଲବାଡ଼ି ଫାଟି ଆଁ କରୁଛି। ଏସବୁର ସମାଧାନ ପାଇଁ ମଣିଜଙ୍ଗା ଜଳସମ୍ପଦ ଉପଖଣ୍ଡ କେନାଲ ଜଳର ସୁଷମ ବଣ୍ଟନ କରି ଚାଷ କାର୍ଯ୍ୟକୁ ଆଗେଇ ନେଇଛି। ତମ ନାଁ କ'ଣ? ଧନୁମଳି। କ'ଣ କହିବ? ସେଇ ନାଳ ପାଣି ତ ଦେଇଥିଲେ ଭଲ ଭାବରେ ଚାଲିଥିଲା। ନାଳ ବନ୍ଦ ହେଇଯିବାରୁ ଜମି ଶୁଖିଲାଣି। ଆଉ ନାଳ ପାଣି ଦରକାର। ଆଉ ନାଳ ପାଣି ଦରକାର ହେବ। ନାଳ କ'ଣ? ପୂର୍ଣ୍ଣଚନ୍ଦ୍ର ସେଠୀ। କୋଉ ଗାଁ କୋଉଠି ତମର? ବରାଡ଼। କ'ଣ କହିଲେ କେମିତି ଚାଷ କାମ କେମିତି ଚାଲିଛି? ଚାଷ ଚାଲିଛି ସେମିତି। ନାଳ ପାଣି ଆଇଥିଲା ଟିକେ ବନ୍ଦ ହେଇଗଲା। ପାଣି ତ ହଉଛି ନାହିଁ ଆଉ। ହଇରାଣ ହଉଛନ୍ତି। ହଇରାଣ ହଉଛି ଆଉ କ'ଣ। ମାତ୍ର ମଝିରେ ମଝିରେ କେନାଲରୁ ପାଣି ଶୁଖି ଯାଉଥିବାରୁ ଚାଷୀଙ୍କ ଅକଲ ଗୁଡୁମ୍ ହୋଇଯାଉଛି। ଏଇ କିଛି ଦିନ ହେବ ଜଳସମ୍ପଦ ବିଭାଗ ତାର କେନାଲ ପାଣି ବନ୍ଦ ରଖିଥିବାରୁ ଚାଷୀମାନେ ପୁଣି ପାଣି କେନାଲରେ ଦେବା ପାଇଁ ଦାବି କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।